ବୋଉ ସେ ଯେଉଁ ପ୍ରେମାନନ୍ଦ ବାବାଙ୍କର କାଲି ଯେଉଁ ଭିଡ଼ିଓ ଦେଖୁନଥିଲୁ କି ସେ ଭିଡ଼ିଓରେ ସେ ବାବା କ'ଣ କହୁଥିଲେ ମୁଁ ତ ଶୁଣିପାରିଲି ନାହିଁ କାଲିର ଏପିସୋଡ଼ଟା ଯେଉଁ ଆମେ ମିଶିକି ଦେଖୁନଥିଲୁ କି କାଲି କହୁଥିଲେ ଧ୍ରୁବଙ୍କ ବିଷୟରେ କହୁଥିଲେ। ହଁ ହଁ କ'ଣଟା? ଧ୍ରୁବ 5 ବର୍ଷର ଛୋଟ ପିଲା ଥିଲେ। ସେଦିନେ ତାଙ୍କ ବାପାଙ୍କର କୋଳରେ ଆସିକି ବସିଲେ। ବସିବାରୁ ତାଙ୍କର ଧ୍ରୁବଙ୍କର ବାପାଙ୍କର ଧ୍ରୁବଙ୍କର ମା ଗୋଟେ ପ୍ରଥମ ସ୍ତ୍ରୀ ତାଙ୍କର ଦ୍ୱିତୀୟ ସ୍ତ୍ରୀ ମଧ୍ୟ ଥିଲେ। ହେଲେ ଦ୍ୱିତୀୟ ସ୍ତ୍ରୀଙ୍କୁ ତାଙ୍କ ବାପା ବେଶୀ ଭଲ ପାଉଥିଲେ। ହେଲେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଯେତେବେଳେ ଦେଖିଲେ ଧ୍ରୁବ ଆସିକି ରାଜାଙ୍କର କୋଳରେ ବସିଛନ୍ତି ସେତେବେଳେ ସେ ରାଗିକି ଆସିକି ତାର ହାତ ଏମିତି ଉଠେଇକି ତାର ଡେଣା ଉଠେଇକି ନେଇକି ବାହାରେ ଛାଡ଼ିଦେଲେ। ହେଲେ ରାଜା ଦେଖିଲେ ବି କିଛି ବି କହିଲେନି। ତାଙ୍କ ସ୍ତ୍ରୀ ମୋହରେ ପୁରା ସ୍ତ୍ରୀଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କ ମୁହଁରେ ସେ ବାୟା କିଛି ବି କହିଲେନି। ହେଲେ ଧ୍ରୁବ ଛୋଟ ପିଲା ଥିଲେ। ଇଏ କାନ୍ଦି କାନ୍ଦି ଯାଇକି ତାଙ୍କ ନିଜ ମାକୁ କହିଲେ ମା ଏମିତି ମୋ ବାପାଙ୍କର କୋଳରେ ବସିଥିଲି ଆଉ ମୋର ମା ସାବତ ମା ମତେ ଏମିତି ଓହ୍ଲେଇ ଦେଲେ। ବାପା ଦେଖିଲେ ସିନା କିଛି ବି କହିଲେ ନାହିଁ। କହିବାରୁ ତା ମା ମଧ୍ୟ ବହୁତ କାନ୍ଦିଲେ। ଆଉ ଏମିତି କାହିଁକି ହଉଛି ମା ଭବିଷ୍ୟତରେ ମଧ୍ୟ ମୋ ପାଇଁ ଏମିତିକା ହବ କି ବୋଲି କହିବାରୁ ସେ କହେ ନାଇଁ ଭବିଷ୍ୟତରେ ଏମିତି ହବନି। ତ ବାପା ନ ବୁଝିଲେ ନାଇଁ ଭଗବାନ ତ ଅଛନ୍ତି ନା। ତୁ ଟିକେ ବଡ ହେଇଯାଇକି ତୁ ତପସ୍ୟା କରେ ଭଗବାନଙ୍କର ପ୍ରାପ୍ତି ହବ ତତେ। ତାପରେ ଭଗବାନ ତତେ ରାସ୍ତା ଦେଖେଇବେ। ହେଲେ ଇଏ ଯେ ଛୋଟ ଥିବେ ଆକା ସିନା ସେ ସବୁବେଳେ ତାଙ୍କ ମାଙ୍କର କଥା ତାଙ୍କ ମୁଣ୍ଡରେ ଘାରି ହବ। ଧ୍ରୁବ କ'ଣ କରିଛନ୍ତି ଦିନେ ରାତିରେ ଉଠିକି ପଳେଇ ଯାଇଛନ୍ତି ଜଙ୍ଗଲ ଭିତରକୁ। ଯାଉ ଜଙ୍ଗଲ ଭିତରେ ଗୋଟେ ମୁନି ଦେଖାହେଲେ ତାଙ୍କୁ। ମୁନି ଦେଖାହେଲେ ସେ ତାଙ୍କୁ କହିବେ ମୁଁ କେମିତି କଲେ ଭଗବାନଙ୍କୁ ସହିତ ଦେଖା ହେଇପାରିବ। ସେ କହିବେ ନାଇଁ ତୁ ଭଗବାନଙ୍କୁ ତପସ୍ୟା କରେ। ତପସ୍ୟା କଲେ ଭଗବାନ ନିଶ୍ଚୟ ତତେ ଦେଖା ଦେବେ। ଆଉ ତୋର ଦୁଃଖ ଗୁହାରି ଯାହା ବି ତୁ ଭଗବାନଙ୍କୁ ଜଣେଇବ ଆଉ କାହାକୁ ଜଣାନା। ସେଠୁ ସେ ପିଲା ଗଲା ଜଙ୍ଗଲ ଭିତରେ ବସିକି ସେ ଗୋଟେ ସୁନସାନ ନିର୍ଜନ ଜଙ୍ଗଲ ଭିତରକୁ ଗଲା। ଯାଇକି ଗୋଟେ ଜଙ୍ଗଲ ଗଛ ତଳେ ବସିକି ସେ ଭଗବାନଙ୍କୁ ତପସ୍ୟା କରି ବସିଲା। ହେଲେ ଏମିତି କେତେ ବର୍ଷ ଗଲା ପରେ ଭଗବାନ ଆସିଲେ। ଆସିକି ପଚାରିଲେ ଧ୍ରୁବ ତମେ କ'ଣ ପାଇଁ ତପସ୍ୟା କରୁଛ? କ'ଣ ତମର ଅସୁବିଧା ହେଲା? କହିଲେ ନାଇଁ ମୋ ବାପା ମୋ ପାଇଁ ଏମିତି ଅନ୍ୟାୟ କଲେ। କ'ଣ କଲେ ଏଥିରୁ ମୁଁ ଶାନ୍ତି ପାଇପାରିବିନି। ମୁଁ ଆଉ ରାଜସିଂହାସନ ମତେ ବି ଦେବେ ନାହିଁ ବୋଧେ। ଆଉ ମୋର ତ ଏଥିରେ କିଛି ବି ଭୁଲ ନାହିଁ। ମୋ ପ୍ରତି କାହିଁକି ଏମିତି ମୋ ବାପା କଲେ? କହିବାରୁ ସେ କହିଲେ ନାଇଁ ତମେ ଏବେ ଫେରିକି ଯାଅ। ତମ ବାପା ତମ ଭୁଲ ବୁଝିପାରୁଛନ୍ତି ତାଙ୍କ ଭୁଲ ବୁଝିପାରୁଛନ୍ତି। ତମେ ଗଲା ପରେ ଏଥର ତମେ ରାଜସିଂହାସନରେ ତମେ ହିଁ ରାଜା ହବ। ଆଉ ତମକୁ ତ ମୁଁ ଦର୍ଶନ ଦେଇ ସାରିଛି। ଆଉ ତମର ମାନେ ରାଜକାର୍ଯ୍ୟ ସରିବା ପରେ ତମେ ଧ୍ରୁବ ତାରା ହେଇକି ଆକାଶରେ ରହିବ। ଆଉ ସପ୍ତର୍ଷି ମଣ୍ଡଳର ଉପରେ ଯୋଉ ତାରାଟା ଥିବ ସେଇଟା ହେଲା ଧ୍ରୁବ ତାରା। ସେ ଧ୍ରୁବ ଲୋକ ତମକୁ ଯୁଗ ଯୁଗକୁ ମନେ ରଖିବେ। ଧ୍ରୁବ ତାରା ବୋଲି ରହିବ। ସେଇଟା ହଉଛି ତମେ। ଆଉ ତମେ ଯୋଉ ଭଲ କାମ କରିବ ଯେତେ ଦିନ ରାଜକାର୍ଯ୍ୟ ଚଳେଇବ ଭଲ ଭାବେ ଚଳେଇବ ପ୍ରଜାମାନଙ୍କ ସାଥିରେ। ଆଉ ତମର ଦେହାନ୍ତ ପରେ ତମେ ଧ୍ରୁବ ତାରା ହେଇକି ଆକାଶରେ ରହିବ। ଆଉ ତମକୁ ଯୋଡ଼ିକି ସାତଟା ଋଷି ରହିବେ। ସେ 7ଟା ଋଷି ତ ତମେ ଜାଣିଥିବ କ୍ରତୁ ପୁଲହ ପୁଲସ୍ୟ ଅତ୍ରି ଅଙ୍ଗିରା ବଶିଷ୍ଠ ମାରିଚି। ଏ 7ଟି ତାରା ତମେ ଉପରେ ରହିବ। ତମ ତଳକୁ ଏ 7ଟି ତାରା ରହିବେ। ଆଉ ଯୁଗ ଯୁଗକୁ ପୃଥିବୀ ନଷ୍ଟ ହେଲା ଧ୍ୱଂସ ହେଲା ପର୍ଯ୍ୟନ୍ତ ଧ୍ରୁବ ତାରା ହେଇକି ତମେ ଆକାଶରେ ରହିବ। ଆଉ ଆମେ ସେମିତି ଧ୍ରୁବଙ୍କ ଭଳିଆ ଯଦି କିଛି ଭଲ କାମ କରିବା ତାହେଲେ ଆମର ମଧ୍ୟ ସେମିତିକା ଗୋଟେ କିଛି ହବ ଉନ୍ନତି ହବ। ସେଇଟା ପାଇଁ ସବୁବେଳେ ଆମେ ସବୁ ଭଲ କାମ କରିବା। ଆଉ ଭଗବତ ବିଶ୍ୱାସ ରଖିବା। ଦୁନିଆରେ ଭଗବାନ ନାହାନ୍ତି ବୋଲି ବି ଭାବିବାନି। ଆଉ କାହାକୁ ଈର୍ଷା କରିବା ନାହିଁ, କାହାକୁ ରାଗ କରିବା ନାହିଁ, କାହାର ମନ୍ଦ ପାଞ୍ଚିବା ନାହିଁ। ଏ କଥା ବାବା କହିଲେ। ଆଉ ଧ୍ରୁବ ଭଳିଆ ତମମାନେ ମଧ୍ୟ ହୁଅ ବୋଲି ସମସ୍ତଙ୍କୁ ଉପଦେଶ ଦେଲେ। ଆଉ ତ ସାଙ୍ଗମାନେ ଆପଣମାନଙ୍କୁ ଆମର ଆଜିର ଏ ଗପଟି କେମିତି ଲାଗିଲା ନିହାତି ଭାବେ ଜଣେଇବେ। ଆଉ ଚ୍ୟାନେଲରେ ପ୍ରଥମ ଥର ପାଇଁ ଯଦି ଦେଖୁଛନ୍ତି ତ ଲାଇକ୍ ଆଉ ସବସ୍କ୍ରାଇବ୍ କରିବା ବିଲକୁଲ ବି ଭୁଲିବେନି। ତ ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ରହିଲି ବାଏ ବାଏ ଜୟ ଜଗନ୍ନାଥ।